ଜୟଦେବଗଡ଼ରେ ସତ୍ୟପ୍ରିୟଙ୍କ ରଣହୁଙ୍କାର। ଭୁବନେଶ୍ୱର ନିକଟ ଜୟଦେବରେ ସତ୍ୟପ୍ରିୟଙ୍କ ବାଇକ୍ ଶୋଭାଯାତ୍ରା, କର୍ମୀ ସମାବେଶ, ବନ୍ଧୁ ମିଳନ ବେଶ୍ ଆକର୍ଷଣୀୟ ହୋଇଛି। ରାଜ୍ୟ ଆଉ କେନ୍ଦ୍ରୀୟ ନେତୃତ୍ୱ ସ୍ତରରେ ଶକ୍ତି ପ୍ରଦର୍ଶନର ପଡ଼ିପାରେ ପ୍ରଭାବ। ସଫଳ ପ୍ରତିଫଳନରୁ ବଢ଼ିପାରେ ସାଂଗଠନିକ ନେତୃତ୍ୱର ଗୁରୁତ୍ୱ। ପ୍ରାର୍ଥୀ ଚିହ୍ନଟ ପ୍ରସଙ୍ଗରେ କେନ୍ଦ୍ରୀୟ ସ୍ତରରେ ହୋଇପାରେ ବିଚାର। ପୁରୁଣା ବଡ଼ମୁଣ୍ଡ ପରିବର୍ତ୍ତେ ନୂଆ ବିଚାର। ପ୍ରାର୍ଥୀ ଚୟନ ଠିକ୍ କରାଗଲେ ଦୁଇ ପ୍ରାର୍ଥୀଙ୍କର ହେବ କଡ଼ା ଟକ୍କର। ବଦଳି ଯାଇପାରେ ସମୀକରଣ ବିଡ଼ମ୍ବନା ଜୟଦେବରେ। ଦିଫାଳ ହେଲେ ଫୁ ଚାରିଫାଳ। ଆଜି ଦଳୀୟ ସମାବେଶ ସ୍ଥଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୃଶ୍ୟମାନ ହୋଇଛି, ଯାହାକି ବାଲିପାଟଣା ପାଇଁ ପୁରା ନିଆରା। ବିଜେପିର ଆଜି ଶକ୍ତି ପୁରା ଜୟଦେବଗଡ଼କୁ ଆନନ୍ଦ କରିଦେଇଛି। ସତ୍ୟପ୍ରିୟଙ୍କ ଆଜି ବିଜେପିରେ ରଣହୁଙ୍କାର ବିରୋଧୀଙ୍କୁ ପାଗଳ କରିଦେଇଛି। ଜୟ ଜଗନ୍ନାଥ। ମୋ ନାଁ ସତ୍ୟପ୍ରିୟ ବେହେରା। ଆଜି ଯୋଉ ଭଳିଆ ବିଜେପି ଶକ୍ତି ପ୍ରଦର୍ଶନ କଲା ଏବଂ ଯୋଉ ଭଳିଆ ଦବଦବା ସୃଷ୍ଟି କଲା କୋଉଠୁ କଲା, ଆପଣ କଣ ଚାହୁଁଛନ୍ତି, କଣ ଜୟଦେବରୁ କଣ ଆପଣ ଆଶା ରଖିଛନ୍ତି, ଭୋଟର ମାନେ ଆପଣ କେମିତି ଗ୍ରହଣ କରିବେ? ନାଇଁ ଏଇ ଯୋଉ ଶକ୍ତି ପ୍ରଦର୍ଶନ କଥା କହିଲେ, ଶକ୍ତି ପ୍ରଦର୍ଶନ ଏଇଟା ନଥିଲା, ଏଇଟା ଥିଲା ବନ୍ଧୁ ମିଳନ ଥିଲା। ଯେହେତୁ ବିଜେପିରେ ପ୍ରଥମ ମୁଁ ମିଶିଲି ଜୟଦେବ କନଷ୍ଟିଚୁଏନ୍ସିରେ, ସେଥିପାଇଁ ଏଇଟା ଗୋଟେ ବନ୍ଧୁ ମିଳନ ଗୋଟେ ଆଶାର ଥିଲା। ସମସ୍ତଙ୍କୁ ଡକା ଯାଇଥିଲା। 32ଟା ପଞ୍ଚାୟତର 33ଟା ପଞ୍ଚାୟତର ସମସ୍ତ ମା ଭଉଣୀ ଗୁରୁଜନ ମାନେ ମତେ ସହଯୋଗ କରିଥିଲେ। ସେମାନଙ୍କ ପାଇଁ ଆଜି ବନ୍ଧୁ ମିଳନ ଆଶାର କରାଯାଇଥିଲା। ସେମାନେ ଜାଣିବା ଦରକାର ଯେ ସତ୍ୟପ୍ରିୟ ବେହେରା ଆଗରୁ ସମାଜସେବୀ ଥିଲେ, ଏବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ସେଥିପାଇଁ ଆଜି ସେ ମାପଟା ଥିଲା। କିନ୍ତୁ ଏତିକି ମୁଁ 33ଟା ପଞ୍ଚାୟତର ଯୋଉ ଜନସାଧାରଣ ଆସିଥିଲେ, ଏତିକି ଉଦ୍ବୋଧ ହେଲା ଏ ମିଟିଂରେ, ଆମେ ସମସ୍ତେ ଦେଖିଲୁ ଆଗକୁ ଜୟଦେବରେ ଡବଲ ଇଞ୍ଜିନର ଧମାକା ହବ, ବହୁତ ଶୀଘ୍ର ହବ। ଜୟଦେବ ସତ୍ୟପ୍ରିୟ ବେହେରା ପ୍ରାର୍ଥୀ ହଉଛନ୍ତି ବିଜେପିରୁ? ମୁଁ କହିପାରିବିନି ସେ କଥା। ଦଳ ଯାହା ନିଷ୍ପତ୍ତି ନବ ସେଇଟା ଆମେ ଗୋଟେ ସାଧାରଣ କର୍ମୀ ହିସାବରେ ଯେତିକି ଆମର ଦାୟିତ୍ୱ ଥିଲା ଆଜି ମାନନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆମକୁ ଦାୟିତ୍ୱ ଦେଇଥିଲେ, ସେ ଦାୟିତ୍ୱ ଆମେ ସୁଚାରୁ ରୂପେ ତୁଲେଇଛୁ। ତେଣୁ ଦଳ ଯାହା ନିଷ୍ପତ୍ତି ନେବ ସେଇଆକୁ ଆମେ ଆପଣଙ୍କ ସମର୍ଥକ କର୍ମୀ କଣ କହୁଛନ୍ତି ସତ୍ୟପ୍ରିୟକୁ? ନାଇଁ କର୍ମୀ ମାନେ କଣ, କର୍ମୀ ମାନେ ଆଜି ସହଯୋଗ, ତାଙ୍କ ସହଯୋଗରେ ଆଜି ପ୍ରୋଗ୍ରାମ ହେଇଥିଲା। ଆଜି ଯୋଉ କାର୍ଯ୍ୟକ୍ରମ ହେଲା, କୋଉଠୁ ଆରମ୍ଭ ହେଲା, କୋଉଠି ଶେଷ ହେଲା, କଣ କାର୍ଯ୍ୟକ୍ରମ ଥିଲା ଆଜି, କାହା ତରଫରୁ? ଆଜି କାର୍ଯ୍ୟକ୍ରମଟା ଭାରତୀୟ ଜନତା ପାର୍ଟି ତରଫରୁ ଆମ ସହିତ ନୂତନ ଭାବରେ ମିଶିଛନ୍ତି ଆମର ଯୋଉ ସତ୍ୟପ୍ରିୟ ବେହେରା, ସେ ଏ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହା ପୂର୍ବରୁ ବି ଗୋଟେ ବଡ କାର୍ଯ୍ୟକ୍ରମ ଆମର ହେଇଥିଲା କୁରୁଞ୍ଜିପୁରରେ, ସେଠି ବି 2000ରୁ ଉର୍ଦ୍ଧ୍ୱ ପ୍ରାୟ ପାଖାପାଖି 3000 ଲୋକ ହେଇଥିଲା। ଏହା ପରବର୍ତ୍ତୀ ସମୟରେ ଏଭଳି ବଡ ବଡ କାର୍ଯ୍ୟକ୍ରମ ଆମେ ଆୟୋଜନ କରିବୁ ଏବଂ ବହୁ ସଂଖ୍ୟାରେ ଲୋକମାନେ ଆସିବେ। ମ୍ୟାଡାମଙ୍କ ସହିତ ସେ କିଛି ଆଲୋଚନା କରିଛି। ମ୍ୟାଡାମ ବି ମତେ କହିଛନ୍ତି ସେ ତାଙ୍କର ଯେତେବେଳେ ପ୍ରୋଗ୍ରାମ ହେବେ 2-3 ହଜାର ଲୋକଙ୍କର ଆୟୋଜନ କରିବେ। ମୁଁ ତାଙ୍କୁ କହିଯାଇଛି, ମ୍ୟାଡାମ ଏ ଆରମ୍ଭ ହେଲା କେବଳ, ଆମେ ପ୍ରତ୍ୟେକ ଜାଗାରେ ଆମେ କାର୍ଯ୍ୟକ୍ରମ କରିବୁ ଏବଂ ଆପଣ ବିପୁଳ ଭୋଟରେ ଆପଣ ଏଠୁ ପାଇବେ। ଏବଂ ଗତ ଥର ମ୍ୟାଡାମଙ୍କର 23,000 ଭୋଟ କମି ଯାଇଥିଲା, କିନ୍ତୁ ଏଥର ଆମେ ଭାବୁଛୁ 23,000 ପୂର୍ଣ୍ଣ ହେଇକରି ଆହୁରି ଅଧିକ ଭୋଟରେ ତାଙ୍କୁ ଏଠୁ ଆମେ ଇଏ କରିବୁ। କାରଣ ଜୟଦେବ ହଉଛି ଗୋଟେ ଭଲ ଲୋକମାନଙ୍କର ଏଠି ବାସସ୍ଥଳୀ। ସମସ୍ତେ ପଦ୍ମ ଫୁଲକୁ ଭଲ ପାଉଛନ୍ତି, ଯାହା ଦେଖିଲି ମୁଁ ଅଳ୍ପ ଦିନ ଭିତରେ। ଏବଂ ବିଶେଷ ଭାବରେ ଏ ପଦ୍ମ ଫୁଟିବ ନିଶ୍ଚିତ ଭାବରେ ଏବଂ ସମଗ୍ର ଓଡିଶାରେ ମଧ୍ୟ ଏଥର ସରକାର ତିଆରି ହେବ, ଡବଲ ଇଞ୍ଜିନ ସରକାର। କେନ୍ଦ୍ରରେ ହଉଛନ୍ତି ନରେନ୍ଦ୍ର ମୋଦିଜୀଙ୍କର, ଯଶସ୍ୱୀ ପ୍ରଧାନମନ୍ତ୍ରୀଜୀଙ୍କର କେନ୍ଦ୍ରରେ, ଏବଂ ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଢିବ। ଏବଂ ବିଶେଷ ଭାବରେ ଆମେ ବିପୁଳ ଭୋଟରେ ଜୟଦେବରେ ଆମେ ଜୟଯୁକ୍ତ, ଆମର ସମସ୍ତ ବିଧାୟକ ମାନେ ସମସ୍ତେ ଜୟଯୁକ୍ତ ହେବେ। ତେଣୁକରି ଏ କେବଳ ଆରମ୍ଭ, ସୂଚନା ମାତ୍ର। ଏବେ କୁରୁଞ୍ଜିପୁରଠୁ ଆରମ୍ଭ ହେଇଛି, ଏ ଗୋଟେ ଦ୍ୱିତୀୟ ମିଟିଂ ହେଲା। ଏହାପରେ ଆହୁରି ଗୁଡାଏ ମିଟିଂ ଏହାପରେ ସବୁଆଡେ ଆମେ କରିବୁ। ବହୁ ସଂଖ୍ୟାରେ ଲୋକ ଯିବେ, ହଜାର ହଜାର ଲୋକ ଯିବେ। ଲୋକ ଚାହୁଁଛନ୍ତି ପରିବର୍ତ୍ତନ ହଉ ଏବଂ ଏ ପରିବର୍ତ୍ତନ ସୁଅ ଛୁଟିବ ଏବଂ ଆପଣ ମାନେ ଜାଣିଥିବେ, ମିଡିଆ ଭାଇ ମାନେ ଜାଣିପାରିବେ ଯେ କିଭଳି ଭାବରେ ଲୋକଙ୍କର କଣ ପରିବର୍ତ୍ତନ ହଉଛି। ତେଣୁକରି ମ୍ୟାଡାମର କାର୍ଯ୍ୟକ୍ରମ ବହୁତ ଭଲ ହେଲା ଏବଂ ମ୍ୟାଡାମ ଯୋଉଠି ବି ଯାଆନ୍ତି ଏଭଳି କାର୍ଯ୍ୟକ୍ରମ ଗହଳି ହୁଏ ଏବଂ ଆମେ ମାନେ ଚେଷ୍ଟା କରୁ। ଏବଂ ବି ଗୁଡାଏ ଲୋକ ବି, ମୁଁ ବି କିଛି ଲୋକ ବି ପଠେଇଥିଲି, ଯାହା ସମସ୍ତେ ଆସ, କାହିଁକି ମ୍ୟାଡାମ ଯେତେବେଳେ ଯାଉଛନ୍ତି ତୁମମାନେ ମତେ ବହୁତ ସଂଖ୍ୟାରେ ଲୋକ ଆସ, ସେମାନେ ମୋ ତୁରିନ୍ତରା, ମୋ ଝିଅରା, ମୋ ପମ୍ପାନ ଏଇ ଜାଗାଠୁ ଆସ, ଆପଣ ଜାଣିଥିବେ ସେମାନେ ବି ଆସିଛନ୍ତି କାର୍ଯ୍ୟକ୍ରମରେ, ସେମାନେ ବି ସାମିଲ ହେଇଛନ୍ତି। ସମସ୍ତ ଜୟଦେବ ମାନେ ବିଶ୍ୱାସର ବାହାରେ। ମୁଁ ଆସିଥିଲି ବିଜୁ ଜନତା ଦଳର ବହୁତ କାର୍ଯ୍ୟକ୍ରମକୁ,
ଏବଂ ଭାରତୀୟ ଜନତା ପାର୍ଟି ଗୋଟେ ଛୁଆ ଥିଲା, କିନ୍ତୁ ଆଜି ମୁଁ ଦେଖିଲି ପୂର୍ଣ୍ଣତା ଆସିଛି ଭାରତୀୟ ଜନତା ପାର୍ଟିର। ଯୁବକ ମାନଙ୍କ ଭିତରେ ଉନ୍ମାଦନା ଏବଂ ଯୋଉଭଳି ଭାବରେ ମା ମାନଙ୍କର ସମର୍ଥନ ମତେ ବହୁତ ଉତ୍ସାହିତ କରିଛି। ଏବଂ ମୁଁ କେବେ ଆଶା କରିନଥିଲି ଯେ ଜୟଦେବରେ ପଦ୍ମର ଲହର ଏତେ ବାଟ ତୀବ୍ରତା ରହିଛି, ସେଇଟା ଆଜି ମୁଁ ଫିଲ୍ କଲି। ଏବଂ ଏଇଟା ସ୍ୱାଭାବିକ ହବ, କାହିଁକି ନା ଜୟଦେବ ଗୋଟେ ସଂସ୍କୃତି ସମ୍ପନ୍ନ ରାଜନୈତିକ ସଚେତନ ଜାଗା। ଇଏ ମାନେ ଓଡିଶା ଯେତେବେଳେ ଦିନେ ଚିନ୍ତା করে ତା ଆଗ ପୂର୍ବ ଦିନ ଜୟଦେବ ଚିନ୍ତା କରିଥିବ, ତ ନିହାତି ଭାବରେ ଏଇ କଥା ଆଜି ପ୍ରମାଣିତ ହେଇଛି। ଏବଂ ଇଏ ଯୋଉ ଜନ ସମର୍ଥନ ଯୋଉ ଉତ୍ସାହ, ନିଶ୍ଚିତ ଭାବରେ ଜୟଦେବରେ ପୁଣି ପଦ୍ମ ଫୁଟିବ, ବିଧାୟକ ଏଠି ଜିତିବ ଏବଂ ସାଂସଦ ମହୋଦୟ ଯୋଉ ହଠାତ୍ ଆସିକି ନିର୍ବାଚନ ଲଢିଥିଲେ ଏବଂ 20,000 ଭୋଟ ସେ ପଛରେ ଥିଲେ, ମୁଁ ଭାବୁଛି ଏଥରକ 20,000 ଉର୍ଦ୍ଧ୍ୱ ଭୋଟରେ ମ୍ୟାଡମ ମଧ୍ୟ ଜିତିବେ, ଭୋଟ ପଦ୍ମ ପାଇବ ଏବଂ ତା ସହିତ ମଧ୍ୟ ମାନେ 85,000 ପାଖାପାଖି ଭୋଟ ମିଳିଯାଇପାରେ ଆଶା କରୁଛି ମୁଁ। ଆପଣ ଭଲ ଭାବେ ଏବଂ ଜାଣିଛନ୍ତି ବିଧାୟକ ବାଲପାଣ୍ଡା ବାଲିଅନ୍ତା ହଉଛି ବିଜେଡି ଗଡ଼, ପୁଣି ଜୟଦେବ ସେ ବିଜେଡି ଗଡ଼। କହିଲେନି ମୁଁ ବିଜୁ ବାବୁଙ୍କର ଗଡ ଥିଲା, କିନ୍ତୁ ବିଜୁ ବାବୁଙ୍କ ଗଡରେ ଆଜି ପଦ୍ମ ଫୁଟିଛି, କେମିତି ଫୁଟିବ ଭାବୁଛନ୍ତି? ଫୁଟି ଯାଇଛି କାରଣ ଏଇଟା ବିଜୁ ବାବୁ ଆଉ ନାହାନ୍ତି। ବିଜୁ ବାବୁଙ୍କର ବିଚାରଧାରାରେ ବହୁତ ଆଗରେ ମୋଦିଜୀ ଅଛନ୍ତି, ତେଣୁ ଇଏ ମାଟି ବିଜୁ ବାବୁଙ୍କୁ ଭଲ ପାଏ। ଯେହେତୁ ବିଜୁ ବାବୁଙ୍କୁ ଭଲ ପାଏ, ବିଜୁ ବାବୁ ନାହାନ୍ତି, ତ ଅଟୋମେଟିକାଲି ମୋଦିଜୀଙ୍କର ଯୋଉ ବିଚାରଧାରା, ତ ବିଜୁ ବାବୁଙ୍କ ବିଚାରଧାରା ସହିତ ସେଟା ଟିକେ ମିଶୁଛି। ତ ନିଶ୍ଚିତ ଭାବରେ ଇଏ ବାଲିଅନ୍ତା ବାଲିପାଟଣାର ଯୋଉ ପାଇକ କଳା ସଂସ୍କୃତି ଏବଂ ରାଜନୈତିକ ସଚେତନ ଜନସାଧାରଣ, ମା ମାନେ, ଯୁବକ ମାନେ, ଗୁରୁଜନ ମାନେ ନିଶ୍ଚିତ ଭାବରେ ପଦ୍ମକୁ ସମର୍ଥନ ଦେଇ ସାରିଲେଣି। ତ ଦେବେ ବୋଲି କହିବିନି, ଅଲରେଡି ଦେଇ ସାରିଲେଣି। ମର୍ଣ୍ଣିଂ ସୋଜ୍ ଦି ଡେ ଆଜି ଯାହା ପ୍ରମାଣିତ କଲା, ତାହା ବାଲିଅନ୍ତା ବାଲିପାଟଣା ଆମ ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ସିଟ୍ ବାଲିଅନ୍ତା ବାଲିପାଟଣା ହବ, ଭାରତୀୟ ଜନତା ପାର୍ଟିର 1 ନମ୍ବର ସିଟ୍ ହବ ଏବଂ ମ୍ୟାଡମଙ୍କର ମଧ୍ୟ 1 ନମ୍ବର ସିଟ୍ ହବ। ଜୟଦେବ ପ୍ରଭୁ ଜଗତରନାଥ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରିବେ। ଭୁବନେଶ୍ୱରରୁ ଚିନ୍ମୟ ନାୟକଙ୍କ ରିପୋର୍ଟ, DK ନ୍ୟୁଜ୍ 10।